ଆମ ଗାଁରେ ଥିବା ଗୋଟେ ବହୁତ ପୁରୁଣା ଘାଟର ଏପରି ଖରାପ ଅବସ୍ଥା କିଏ ଏବଂ କାହିଁକି କଲା ଆସନ୍ତୁ ଜଣାଉଛି। ତ ଭାଇମାନେ ମୁଁ ଆଜି 3ଟା ବେଳେ ଚାନ୍ଦବାଲି ବଜାର ଉପରେ ବୁଲୁଥିବା ବେଳେ ମୁଁ ଗୋଟେ ବହୁତ ପୁରୁଣା ସ୍ମୃତିକୁ ଆଉଥରେ ଦେଖିବାକୁ ପାଇଲି। ଆଉ ସେଇ ଜିନିଷଟି ହେଉଛି ଆମ ଚାନ୍ଦବାଲିରେ ଥିବା ଗୋଟେ ବହୁତ ପୁରାତନ ନଦୀ ଘାଟଟି। ତ ଗାଇସ୍ ଏଇ ନଦୀ ଘାଟଟି କୌଣସି ସାମାନ୍ୟ ନଦୀ ଘାଟ ନୁହେଁ। ଆପଣ ମାନେ ବିଶ୍ୱାସ କରିବେନି ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ଏଇ ନଦୀ ଘାଟକୁ ଦେଖିଥିଲି। ଆଉ ସେବେକା ସମୟରେ ଏହି ନଦୀ ଘାଟରେ ଡଙ୍ଗା ଗୁଡିକ ପୁରାପୁରି ଭଲ ଭାବରେ ଚାଲୁଥିଲା। କିନ୍ତୁ ଏବେ ସେଇ ଡଙ୍ଗା ଗୁଡିକ ବନ୍ଦ ହେବାର କାରଣ କଣ ଜାଣିବା ପାଇଁ ମୁଁ ସେଇ ଘାଟ ଆଡକୁ ବାହାରି ଗଲି। ତ ବୁରୁଡିଆ ଗ୍ରାମ ପାର କରି ସାରିବା ପରେ ମୁଁ ଆସି ପହଞ୍ଚି ଗଲି ନଦୀର ଆରପାରିରେ। ଆଉ ଏଠି ପହଞ୍ଚି ସାରିବା ପରେ ମୁଁ ଗୋଟେ ଏମିତି ରାସ୍ତା ଦେଇ ସେଇ ଘାଟ ଆଡକୁ ଯାଉଥିଲି ଯେଉଁ ରାସ୍ତାରେ କି ଦୂର ଦୂର ଯାଏ କେହି ବି ଲୋକ ଦେଖା ଯାଉନଥିଲେ। ତ ଏମିତି ଏକ ସୁନସାନ ରାସ୍ତାରେ ଯାଉଥିବା ବେଳେ ମତେ ଏତେ ଡର ଲାଗିଲା ଯେ ମୁଁ ମୋ ଗାଡିଟିକୁ ଭଲ ଭାବରେ ଚଲେଇ ପାରୁନଥାଏ। ତ କଷ୍ଟେ ମଷ୍ଟେ ମୁଁ ନିଜକୁ ସମ୍ଭାଳି ଯାଇ ପହଞ୍ଚି ଗଲି ସେଇ ପୁରୁଣା ଘାଟ ପାଖରେ। ତ ଏଠି ପହଞ୍ଚି ସାରିବା ପରେ ନଦୀର କୂଳ ଗୁଡିକ ବହୁତ ପାଖରେ ଜଣା ପଡୁଥିଲା। ତା ଛଡା ଏଇ ନଦୀ ଘାଟଟି ବହୁତ ଦିନ ହେବ ବନ୍ଦ ରହିବା ଯୋଗୁଁ ବହୁତ ଭୟଙ୍କର ଜଣା ପଡୁଥିଲା। ଆଉ ଆପଣ ମାନେ ଏହି ଭଙ୍ଗା ଘର ଦେଖି ଜାଣିପାରୁଥିବେ ଏହି ନଦୀ ଘାଟଟି କେତେ ପୁରୁଣା ବୋଲି। ତ ଏଠି ପହଞ୍ଚି ସାରିବା ପରେ ଏଭଳି ଭଙ୍ଗା ଘର ଆଉ ଏଭଳି ଭୟଙ୍କର ଦୃଶ୍ୟ ଦେଖି ମତେ ବହୁତ ଭୟ ଲାଗିଲା ଏବଂ ଇଚ୍ଛା ହେଲା ଆଉ ଗୋଟେ ମିନିଟ ବି ନ ରହିବା ପାଇଁ। ଆଉ ଭାଇମାନେ ଏହି ଘାଟ ବନ୍ଦ ହେବାର କାରଣ ହେଉଛି ଆମ ଚାନ୍ଦବାଲିରେ ଥିବା ଓଭର ବ୍ରିଜ। ଯେଉଁ ଦିନ ଠାରୁ ଆମ ଚାନ୍ଦବାଲିରେ ଗୋଟେ ବହୁତ ବଡ ପୋଲ ବନା ଯାଇଛି ସେଇ ଦିନ ଠାରୁ ଏହି ଘାଟ ବନ୍ଦ ହେଇକି ପଡିଛି ଏବଂ ଏହାର ଅବସ୍ଥା ଏମିତି ଖରାପ ହେଇଯାଇଛି। କିନ୍ତୁ ଘାଟ ବନ୍ଦ ହେବା ଯୋଗୁଁ ଗୋଟେ ବହୁତ ଉପକାର ହେଇଛି ଯେ ଏଠାରେ ବିଭିନ୍ନ ପ୍ରକାରର ପକ୍ଷୀ ମାନଙ୍କୁ ରହିବା ପାଇଁ ଆଶ୍ରୟ ମିଳିଛି। ତ ସେଥିଲାଗି କୁହନ୍ତି ଭାଇ ମାନେ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଆଉ ଆଜିର ଭ୍ଲଗ ଏତିକି ଥିଲା ଭାଇ ମାନେ, ରହିଲି ଜୟ ଜଗନ୍ନାଥ।